ଶ୍ରୀ ପୁରୁଷୋତ୍ତମ ତୀର୍ଥଙ୍କ ଭିତରେ ରାଜା, କ୍ଷେତ୍ରଙ୍କ ଭିତରେ ରାଜା, ଦେବତାଙ୍କ ଭିତରେ ରାଜା। ଓଡ଼ିଆ ଭାଗବତ ସୁନ୍ଦର ପଦ କହିଲେ ସକଳ ତୀର୍ଥ ଘେନି ହରି ନୀଳକଣ୍ଡରେ ଅବତରି। ବାପା 12 ବର୍ଷର କୁମ୍ଭ ଅମୃତ ସରୋବରରୁ ଅମୃତ ପ୍ରସରରୁ 4 ବୁନ୍ଦ ଅମୃତ ଗଳି ପଡ଼ିଲା। ଦେବର୍ଷି ପ୍ରଶ୍ନ କଲେ ପ୍ରଭୁ 4 ବୁନ୍ଦ ଅମୃତ ଗଳି ପଡ଼ିଛି। ଭାରତ ବର୍ଷର 4 ପୃଷ୍ଠରେ ପଡ଼ିଛି। 1 ନମ୍ବର ସ୍ଥାନ ହରିଦ୍ୱାର, ଦ୍ୱିତୀୟ ହେଉଛି ଆପଣ ପ୍ରୟାଗ, ତୃତୀୟ ହେଲା ଆପଣଙ୍କର ନାସିକି, ଚତୁର୍ଥ ହେଲା ଉଜ୍ଜୟିନୀ। ଏ 4 ଧାମ ଭିତରେ 4 ବୁନ୍ଦ ଅମୃତ ଯେତେବେଳେ ପଡ଼ିଲା, ଏ 4 ସ୍ଥାନରେ ଆପଣ ମାନଙ୍କର କୁମ୍ଭ ହୁଏ। 12 ବର୍ଷର ଥରେ ହେଲା କୁମ୍ଭ। 12 ବର୍ଷର 12 ଯୁଗରେ 144 ବର୍ଷର ମହାକୁମ୍ଭ ବର୍ତ୍ତମାନ ଆପଣଙ୍କର ପ୍ରୟାଗରେ ପଡ଼ିଛି। 26 ତାରିଖ ଜାଗର ଦିନ ହচ্ছে ଅମୃତ ସ୍ଥାନ ଶେଷ ସ୍ନାନ। କହିବାର ତାତ୍ପର୍ଯ୍ୟ ବାପା ସ୍କନ୍ଦ ପୁରାଣ ପ୍ରମାଣ ଦିଆ ତୀର୍ଥରାଜ, କ୍ଷେତ୍ରରାଜ, ଦେବରାଜସ୍ୟ ଯତ୍ର ହୁଏ। ଯଦି ତୀର୍ଥଙ୍କ ଭିତରେ ରାଜା ହେଲା ପୁରୀ, ପ୍ରୟାଗ କାହିଁକି ଯିବା ବୁଡ଼ ପକେଇବା? ବାପା ମହୋଦଧି ପଞ୍ଚତୀର୍ଥ ଭିତରୁ ଅନ୍ୟତମ। ଆପଣ ମାନେ ଦେଖିବେ ସମୁଦ୍ର ସବୁଠାଇ ଅଛି। କଲିକତା ଦୀଘା ଗଲେ ସମୁଦ୍ର, ଗୋପାଳପୁର ଗଲେ ସମୁଦ୍ର, କୋଣାର୍କରେ ସମୁଦ୍ର, ଚାନ୍ଦବାଲିରେ ସମୁଦ୍ର, ପାରାଦୀପରେ ସମୁଦ୍ର, ପୁରୀରେ ସମୁଦ୍ର। ସବୁ ସମୁଦ୍ର ମହୋଦଧି ହେଇପାରିବେ। ତାର ମହୋଦଧି ବୋଲି ଆମେ କୋଉଠୁ କୋଉ ଯାଏ ସୀମାକୁ ମହୋଦଧି କହିବା। ସବୁ ସମୁଦ୍ରରେ ବୁଡ଼ ପକେଇଲେ ମୁକ୍ତି ନାହିଁ। ମହୋଦଧି କ୍ଷେତ୍ର ତୀର୍ଥରାଜ ହେଲେ ମହୋଦଧି। ସମସ୍ତ ନଦୀ ଯେମିତି ସମନ୍ୱିତ ହୁଏ। ମହୋଦଧି କହିବା କାହା? ସମୁଦ୍ରର କୋଉ ଅଂଶକୁ ଆମେ କହିବା ମହୋଦଧି, ବା କୋଉଠୁ କୋଉ ଯାଏ ପରିସୀମା ଭିତରେ ଆପଣଙ୍କର ମହୋଦଧି ବୋଲି କୁହା। କହିଲେ କିଏ? ଆମେ କହିଲେ ହବନି। ଆପଣଙ୍କର କରମଳ ମଠ ମହନ୍ତ ଜଗତ ଗୁରୁ ଠାକୁର ହେଲେ ଅଭିରାମ ପରମହଂସ। ଅଭିନବ ସୁନ୍ଦର ସୁନ୍ଦର ପଦଟିଏ କୋଇଲି ମାଳିକାର ଉଲ୍ଲେଖ କରିଦେଲେ। କହିଲେ ମହୋଦଧି କହିବା କାହା? ଅଭିରାମ ପରମହଂସ। କଣ କହିଲେ? କହିଲେ କୋଇଲି ଲୋ ଯେତେ ଦୂର ଏ ନୀଳ ଚକ୍ର ଦିଶେ, କୋଇଲି ଲୋ ଯେତେ ଦୂର ନୀଳ ଚକ୍ର ଦିଶେ, କୋଇଲି ଲୋ ଯେତେ ଦୂର ନୀଳ ଚକ୍ର ଦିଶେ, କୋଇଲି ଲୋ ଯେତେ ଦୂର ନୀଳ ଚକ୍ର ଦିଶେ, ସେତେ ଦୂର ମହୋଦଧି, ସେତେ ଦୂର ମହୋଦଧି, ସେତେ ଦୂର ମହୋଦଧି, ସେତେ ଦୂର ମହୋଦଧି। ଆମର ପ୍ରକାଶ ଲୋ କୋଇଲି ଲୋ କୋଇଲି, ଯେତେ ଦୂର ନୀଳ ଚକ୍ର ଦିଶେ, କୋଇଲି ଲୋ କୋଇଲି, ଯେତେ ଦୂର ନୀଳ ଚକ୍ର ଦିଶେ। ସମୁଦ୍ର କୂଳରେ ଆପଣ ମାନେ ଠିଆ ହେବେ। ସମୁଦ୍ର କୂଳରେ ଠିଆ ହେଲେ ସମୁଦ୍ର କୂଳେ କୂଳେ ଆପଣ ଯିବେ। ଯେତେ ଦୂର ଯାଅ ବଡ ଦେଉଳ ଉପରେ ନୀଳଚକ୍ର ଆପଣଙ୍କୁ ଦେଖାଯିବ। ସେଇ ପରିସୀମା ତକ ହଉଛି ମହୋଦଧି। ଯେତେ ଦୂର ଏଇନେ କୋଠା ହେଇଗଲା, ହୋଟେଲ ହେଇଗଲା, ନୀଳ ଅତ୍ରି ନୀଳାଦ୍ରି, ନୀଳ ଅଚଳ ନୀଳାଚଳ, ପାହାଡ, ଜଙ୍ଗଲ, ବିଶ୍ୱବସୁ ଗୁମ୍ଫା ଭିତରେ ସବ ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରୁଥିଲେ। ସବୁ ବଦଳି ଗଲା, ତିଆରି ହେଇଗଲା। ତାପରେ କେତେ ହୋଟେଲ, ପୁରୀ ଅମୁଠୁ ସବୁଠୁ ସମୁଦ୍ର କୂଳେ ହୋଟେଲ କହିଲେ ନ ସରେ। କିନ୍ତୁ ଆପଣଙ୍କର ଅଭିନବ ପରମହଂସ କହିଲେ କ୍ଷେତ୍ର ସମୁଦ୍ର କୂଳରେ ଆପଣ ମାନେ ଯିବେ, ଯେତେ ଦୂର ଯାଏ ଆପଣଙ୍କୁ ନୀଳଚକ୍ର ଦିଶୁଥିବ, ସେତେ ଦୂର
ପରିସୀମା ହେଉଛି ମହୋଦଧି। ମାଘେ ପ୍ରୟାଗ ଯଦି କଳ୍ପବାସୀ ମାଘ ମାସ ପ୍ରୟାଗ ତୀର୍ଥରେ କଳ୍ପ ବୁଡ଼ ପକେଇବ ଯେତିକି ପୁଣ୍ୟ ମିଳିବ। ଓ କୋଟି ଦାନ ଗ୍ରହଣେ ସୁକାଶୀ ଗୋଟିଏ ଗୋରୁ ଦାନ କରିବ ଯେତିକି ପୁଣ୍ୟ ମିଳିବ। ସୁମେରୁ ତୁଲ୍ୟ ସୁବର୍ଣ୍ଣ ଦାନ ପର୍ବତ ଉଚ୍ଚାରେ ସୁନା ଦେବାକୁ ଯେତିକି ପୁଣ୍ୟ ମିଳିବ। ନତୁଲ୍ୟ ଗୋବିନ୍ଦ ନାମ ଇଏ ପ୍ରଭୁଙ୍କ ନାମକୁ ତିଳେ ହେଲେ ସମାନ ହବ। ସକଳ